ଚିତାଗାଁଠାରେ ଗ୍ୟାସ୍ ହାଣ୍ଡି ଲିକ୍ ସହିତ ଭସ୍ମୀଭୂତ ହେଲା ଘର ଓ ଆହତ ହେଲେ ବୃଦ୍ଧ। କୋଟପାଡ଼ ଚିତାଗାଁଠାରେ ଗୋଟିଏ ଅଭାବନୀୟ ଘଟଣା ଘଟିଯାଇଛି। ସୂଚନା ମୁତାବକ ଉପସ୍ଥିତ ବୁଦ୍ଧିଜୀବୀମାନଙ୍କ କହିବା ଅନୁଯାୟୀ ଗ୍ୟାସ୍ ହାଣ୍ଡି ଲିକ୍ ଯୋଗୁଁ ଘର ସମ୍ପୂର୍ଣ୍ଣ ପୋଡ଼ିଯାଇଥିବା ବେଳେ ଜଣେ ବୃଦ୍ଧଙ୍କ ତ୍ରିନାଥ ପ୍ରଧାନ ବୟସ 55 ବର୍ଷ ପୋଡ଼ିଯାଇ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ ତତ୍ସହିତ ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ଖବର ପାଇ ଆହତଙ୍କୁ କୋଟପାଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଆହତଙ୍କ କୋଟପାଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ଚାଲିଥିବାର ସୂଚନା ପ୍ରାପ୍ତ ହୋଇଛି। କୋଟପାଡ଼ରୁ ଅଜୟ କୁମାର ମିଶ୍ରଙ୍କ ରିପୋର୍ଟ, ONI ନ୍ୟୁଜ୍। ମତେ ଆମର ଗାଁ ବାଲା ଫୋନ୍ କଲେ, ମୁଁ ସାଙ୍ଗେ ସାଙ୍ଗେ ଫାୟାର ଷ୍ଟେସନକୁ ଫୋନ୍ କଲି। ଆଉ ଆମର ଫାୟାର ଷ୍ଟେସନ ସାର୍ ମାନେ ଠିକ୍ ଟାଇମ୍ରେ ଆସିଲେ। ଆଉ ସେ ଜଣେ ବୃଦ୍ଧ ବ୍ୟକ୍ତି ଥିଲେ, ତାଙ୍କ ଟିକେ ପୋଡ଼ି ଯାଇଛନ୍ତି ଗୋଟେ ସାଇଡ଼୍ରେ। ଆଉ ଗ୍ୟାସ୍ ଟାଙ୍କିକୁ ବି ଆମର ଫାୟାର ବାଲା ଆସିକିରି ଲିଭେଇଲେ। ଆଉ ନିଆଁଟା ଆୟତ୍ତ ହେଲା। ଗ୍ୟାସ୍ ହାଣ୍ଡି ଲିକ୍ ହେଲା। ଆଉ ତାଙ୍କର ସବୁ ଜିନିଷ ପତ୍ର ପୋଡ଼ି ଯାଇଛି। ଟିଭି ଆଉ ଟେଲର ମେସିନ୍ ଆଉ ଫ୍ୟାନ୍ 2ଟା ଆଉ କ'ଣ ତ ମୋବାଇଲ ଫୋବାଇଲ ସବୁ ତାଙ୍କର ପୋଡ଼ି ଯାଇଛି।